କାର୍ଯ୍ୟ ଭଗବାନଙ୍କ ନିର୍ଦ୍ଦେଶ ରହୁଛି। ଏକଦମ ଶାସ୍ତ୍ରରେ ଲେଖା ଅଛି ଧର୍ମ ତୁ ସାକ୍ଷାତ ଭଗବତ ପ୍ରଣୀତମ୍। ଭଗବାନଙ୍କର ନିର୍ଦ୍ଦେଶ ରହୁଛି ମାନେ ଧର୍ମର ସିଦ୍ଧାନ୍ତ ମଧ୍ୟ ଏକ ହେବା କଥା। କିନ୍ତୁ କିଛି ଆଧ୍ୟାତ୍ମିକ ଧର୍ମଗୁରୁ ନିଜର ସ୍ୱାର୍ଥ ଓ ସାମ୍ରାଜ୍ୟ ଆଧିପତ୍ୟ ବିସ୍ତାର ପାଇଁ ଏ ଧର୍ମର ନୀତି ନିୟମକୁ ଭିନ୍ନ ଭିନ୍ନ ବ୍ୟାଖ୍ୟା ଦେଇ ଏ ପ୍ରକୃତ ସିଦ୍ଧାନ୍ତକୁ ଲୁଚେଇ ଦେଇଛନ୍ତି, ଯାହାଫଳରେ ଧର୍ମ ନାମରେ ଏ ହିଂସା, ଅତ୍ୟାଚାର और ହତ୍ୟା ଉପୁଜୁଛି। କିନ୍ତୁ ଧର୍ମର ସିଦ୍ଧାନ୍ତ ଏକ, ଧର୍ମର ସିଦ୍ଧାନ୍ତ ଏକ। ଆପଣମାନେ ଦେଖିବେ ଜଣେ ଶୁଦ୍ଧ ଖ୍ରୀଷ୍ଟିଆନ, ଯିଏକି ଖ୍ରୀଷ୍ଟିଆନ ଧର୍ମ ଅବଲମ୍ବୀ, ଯିଏକି ବାଇବଲକୁ ମାନୁଛି, ସେ କେବେ ଜୀବ ହତ୍ୟା କରିବନି କି ପାପ ମଧ୍ୟ କରିବନି। ଠିକ୍ ସେଇଭଳି ଜଣେ ଶୁଦ୍ଧ ମୁସଲମାନ କେବେ ଜୀବ ହତ୍ୟା କରିପାରିବନି କି ପାପ ମଧ୍ୟ କରିପାରିବନି। ଯିଏ କୋରାନକୁ ମାନୁଛି, ଯେ ମହମ୍ମଦ ପୈଗମ୍ବରଙ୍କ ବାଣୀକୁ ମାନୁଛି, ଠିକ୍ ସେଇଭଳି ଜଣେ ଶୁଦ୍ଧ ସନାତନୀ ଏଭଳି କାର୍ଯ୍ୟ ପାପ କାମ କେବେ କରିବନି। ଏହାର ସ୍ପଷ୍ଟ ପ୍ରମାଣ। କାରଣ ଧର୍ମ ତୁ ସାକ୍ଷାତ ଭଗବତ ପ୍ରଣୀତମ୍। ଭଗବାନଙ୍କ ନିର୍ଦ୍ଦେଶ ରହୁଛି ଜୀବ ହତ୍ୟା କେବେ ହେବ, କାହିଁକି ହେବ, ଏହାର ସ୍ପଷ୍ଟ ପ୍ରମାଣ ହେଉଛି।